मुग गच सब छोट छोट होगा छुई आसनी एपजाए जहाँ भी फुल आसनी चना सब केड़े केड़े होगला सब आंब आस्ते आस्ते बढ़ी चलती बर्तमान दोल चलला दोल बेलू जय जगन्नाथ सांग मैंने शुभ सकाल एबे तो खरा बढ़ी बढ़ी चलला आस्ते 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 ये सब पुणी एबे आसीज एथर गवर्नमेंट आडभाइजरी आसीज जे टोपी पिंधि जातु 10टा पर घर बाहरतुनि एमती दुनिया आडभाइजरी सब आसीज सब तो आसनी एत खरा है तो खरा बढ़ी बढ़ी चलो आस्ते आस्ते जुआड़े जातु ना कहीं आप सांगे गोटे पानी बोतलटा नहीं जातु तो पानीटा पाखे थे आप बहुत साहय कर एबे तो समय है आस्ते आस्ते मैंने यहाँ मार्च चलती मार्च पर आउ मैंने खरा अधिक बढ़ी चलो तेणु जुआड़े जातु ना कहीं 11टा पूर्व आस घरे पहुँचे आपण मोर हृदय बहुत बहुत धन्यवाद आप मो वीडियो देखते आउ दयाकोरी टे लाइक करूँ आंब चना सब केड़े केड़े होगला सब आंब आस्ते आस्ते बढ़ी चलती बर्तमान दोल चलला दोल बेलू आउ बड़ हवा कथा एत बड़ है आम से बड़े अन्न सब बड़ होगा आम से एडिक सब अच्छी ये छोट छोट ये छोट छोट टिके चना है ये आंब टिके बड़ होगा ये पेन्थार आंब टे अधिका अच्छी आंबटा पेन्था पेन्था ही फले एटा पेन्था आंबटा सब ये गचर आंब टिके बड़ होगा ये गोटे अन्य गछटे यहाँ आंब टिके बड़ होगा आसी आंब आउ टे बड़ आंब देखा भारी भल लगे लिंब गचरे लिंब कड़ा सब तोड़ा हो कौटे फिर तले पड़ू निम्ब कड़ा कौन बैगण आलू बैगण निम्ब कटा एत पिता लगे पतला जी पिता लगे ये गचर आम गाँव अधे खंडे आसी तोड़ती तथा भल कड़ा सेपट तलू हो भल तो पत्र सब आग दो सब कड़ा खाली बचा हो गड़ा कुकुर छुआ शोचती कुकुर छुआ बा फोटो दोल हाँ हाँ जाना कि आज पोई दोल ये से आज लास्ट खुड़ी ने तार कंचला पड़ो कंचला कौन होगा निम्ब कड़ा आज हो निम्ब कड़ा आम थुआई ये सब होटल सब थुआ सब आस्ते आस्ते जरा हम सब
ରାଗ ପ୍ରବଳ ଅଛି ଆଉ। ପ୍ରଥମେ ଆଳୁ ବାଇଗଣ ଛଣା ହେଲା ନାହିଁ, ପୁରା ରେସିପି ହେଉଛି ବକଡ଼ ଛଣା ହେଇଥିବ ନାଇଁ। ଓ ଯେଉଁଟା ବୁଡ଼ିଲା ସେ କାଠି, ଯେଉଁଟା ଭାସିଲା ସେ ସବୁ କଢ଼। ମେନ୍ ହେଲା ବଡ଼ି। ବଡ଼ି ଆମର ଆଣିନାହାନ୍ତି, ଆଉ ରୋଷେଇରେ ବାହାରି ସାରିଲେଣି। ବଡ଼ି ଭଜା ହୁଏ ନାଇଁ। ବଡ଼ି ହେଇଗଲା ବର୍ତ୍ତମାନ। କଞ୍ଚା ଲଙ୍କା, ଲଙ୍କା ଗୋଟେ ନା ରାଗ ହବ କି କ'ଣ କହିଲା? ରସୁଣ ଖାଇବା ଟିକେ ଅଧିକା ଦରକାର ନାଇଁ କି, ବଢ଼ିଆ ଲାଗିବ। ଲିମ୍ବ କଡ଼କରେ ପଇଲା। ପୋଡ଼ିଯିବ ଆସ୍ତେ ଆସ୍ତେ। ଆଳୁ ବାଇଗଣ ପଡ଼ିଗଲା। ଇଏ ପଡ଼ିଲା ଟିକେ ଲୁଣ, ତିଆରି ହେଇଗଲା ଲିମ୍ବ କଢ଼ ପିତା। ହଳଦୀ ପଡ଼ିଲା। ବର୍ତ୍ତମାନ କିଛି ସମୟ ଘୋରା ହବ। ଏଇଟା ଏ ଆମର ଗାଉଁଲି ଖାଦ୍ୟ, ଭାରି ସ୍ୱାସ୍ଥ୍ୟକର ଖାଦ୍ୟ। ଟିକେ ସିଝି ଆସିଲେ ଏଥର ହେଇଗଲା। ବଡ଼ି ଗୁଣ୍ଡ ହେଉଛି। ସବା ଶେଷରେ ବଡ଼ି ପଡ଼ିଲା। ହେଇଗଲା ତ ଖାଦ୍ୟ ପ୍ରସ୍ତୁତି। ସାଙ୍ଗମାନେ କେମିତି ଲାଗିଲା ଆମର ଏ ଗରିବର ଖାଦ୍ୟଟା? ମୁଗ ଗଛ ସବୁ ଛୋଟ ଛୋଟ ହେଇଗଲା, ଛୁଇଁ ଆସିନି ଏପର୍ଯ୍ୟନ୍ତ। ଯାହା ବି ଫୁଲ ଆସିନି, ଏସବୁ ଡେରିରେ ମଞ୍ଜି ପଇଲା। ଜାଣିଥିବେ ତ ଏ ବର୍ଷ ପାଗ ଯାହା ବି ଖରାପ ଦେଇଥିଲା। କେହି ବି ଭାବୁନଥିଲେ ଯେ ମୁଗ ମଞ୍ଜି ପଡ଼ିବ। କିଆରି ଏମିତି ସନ୍ତସନ୍ତିଆ ପାଗ ଓଦା ଥିଲା। ତଥାପି ଯାହା ହଉ ଲୋକମାନେ ସାହସ କରି ମଞ୍ଜି ପକାଇଲେ, ତଥାପି ଗଛ ବି ଭଲ ହେଇଛି। ଏ ବର୍ଷ ମୁଗ ଏତେ ହେବନି, କାରଣ ପାଗ ତ ବର୍ତ୍ତମାନ ଅମଳ ବେଳ, କିନ୍ତୁ ଦେଖ ଗଛରେ ମଧ୍ୟ ଛୁଇଁ ଆସିନି, ଫୁଲ ବି ଆସିନି। ଯେମିତି ଚାରିପାଖ ଏପଟ ପାଖରେ ଦଣ୍ଡା, ଏଟା ଏପଟେ ଇଟା ଭାଟି ପଡ଼ୁଛି। ଯାହା ବି କିଆରି ଅଛି ସେମାନେ ବି ଇଟା ଏମିତି ଏଇ ଦିନରେ ଇଟା ପଡ଼େ। ଏ ବର୍ଷ ପାଗ ବି ଭଲ ଦେଇଛି, ଇଟା ପକାଇ ଭଲ ପାଗ ଦେଇଛି। ବର୍ଷା ନାହିଁ, ତେଣୁ ଆରାମରେ ଲୋକମାନେ ଭଲକି ଇଟା ପକାଉଛନ୍ତି। କିଛି ବି ଟେନସନ୍ ନାହିଁ, ନା ଭୟ ବି କରିବାର ନାହିଁ। ସାଙ୍ଗମାନେ ସନ୍ଧ୍ୟା ହେଇ ଆସିଲାଣି। ଜୀବନରୁ ବୟସ ଭିତରୁ ଗୋଟିଏ ଦିନ ଆଜି ସମାପ୍ତ ହେବାକୁ ଯାଉଛି। ଏମିତି ଗୋଟେ ଦିନ ହେଇ କେଉଁ ଦିନ ସମ୍ପୂର୍ଣ୍ଣ ବୟସ ଶେଷ ହେଇଯିବ ବି ଜଣାପଡ଼ିବନି। ତଥାପି ତ କର୍ମମୟ ଜୀବନ, ସେଗୁଡ଼ା ବି କିଏ ଭାବୁଛି। ଦର୍ଶକ ବନ୍ଧୁ, ଏଇ ତ ଆମର ଜୀବନ ପ୍ରକ୍ରିୟା, ଏଇ ଆମର ଜୀବନଶୈଳୀ। କେତେବେଳେ ଜୀବନଶୈଳୀରେ ଆମେ ଆଗେଇ ସୂର୍ଯ୍ୟ ଅସ୍ତ ହେଲା ଭଳି ଆମ ଜୀବନ ଦୀପଟି ଅସ୍ତ ହେଇଯିବ ଆମେ ଜାଣିପାରିବାନି। ତଥାପି ଆମେ କର୍ମ କରି ଚାଲିବା, କର୍ମକୁ ବୋଝ ବୋଲି ଭାବିବାନି କେବେ। କର୍ମ ପଥରେ ଆଗେଇବା ଏବଂ ଆମର କର୍ମକୁ ଆଗେଇ ନେଇଯିବା। ହଉ ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଟିକେ ଲାଇକ୍ କରିଦେବେ, ଆଉ ଚ୍ୟାନେଲ୍ ଟିକେ ସବସ୍କ୍ରାଇବ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।